ରାସ୍ତା କଡ଼ରେ ଛୋଟ ଦୋକାନଟିଏ। ଦୋକାନକୁ ଲାଗି ଝାଟିମାଟି ଟିଣଦିଆ ଘରଟିଏ। ସେ ଘର ଆଗରେ ବସିଛି ଜୀର୍ଣ୍ଣଶୀର୍ଣ୍ଣ ମଣିଷଟିଏ। ଏ ମଣିଷ ତ ଯେମିତି ଦୁନିଆ ଯାକର ଦୁଃଖକୁ ଭୋଗି ଚାଲିଛି। ଏ ମଣିଷ ତ ପ୍ରତିକ୍ଷଣ ଲୁହକୁ ପାଣି ଭଳି ପିଉଛି। ଶୋକର ସମାଧିରେ ଯେମିତି ଶୋଇବାକୁ ଈଶ୍ୱର ତାକୁ ଫତୁଆ ଜାରି କରିଛନ୍ତି। ଆମେ ଆଉ ଅଧିକ କିଛି କହୁନୁ, ଆପଣ ବୁଝିସାରିବେଣି ଏ ଅଭାବୀ ମଣିଷର କଷ୍ଟ କଥା। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ମକୁନ୍ଦପୁର ପଞ୍ଚାୟତ କାଳିମେଘା ଗାଁର କ୍ଷୀରସିନ୍ଧୁ ସେଠି ମୂଲ ମଜୁରୀ ଲାଗି ଟ୍ରଲି ଟାଣି କ୍ଷୀରସିନ୍ଧୁ ଚଳାଉଥିଲେ ପରିବାର। ରହୁଥିବା ଏ ଟିଣଘର ପାଖରେ ଛୋଟ ଦୋକାନଟିଏ କରି ବେପାର କରନ୍ତି ସ୍ତ୍ରୀ ସସ୍ମିତା। ଦୁଇ ପୁଅ ଝିଅ, ସ୍ତ୍ରୀ ଆଉ ସିଏ କହିବାକୁ ଗଲେ ଭଲରେ ଥିଲେ। ଅଭାବ ଭିତରେ ବି ସୁଖ ଥିଲା, ହେଲେ ସବୁ ସୁଖକୁ ଛଡ଼ାଇ ନେଇଛି ରୋଗ। ପାଞ୍ଚ ଛଅ ବର୍ଷ ହେଲାଣି ରୋଗରେ ଆକ୍ରାନ୍ତ ହୋଇ ଘରେ ପଡ଼ିଛନ୍ତି କ୍ଷୀରସିନ୍ଧୁ। କିଡନୀ ଖରାପ ସହ ଫୁସ୍ଫୁସ୍ ଜନିତ ରୋଗରେ ସେ ଆକ୍ରାନ୍ତ। ବାମ ହାତ ମଧ୍ୟ ଭାଙ୍ଗି ଯାଇଛି। ତେଣୁ ସେ ଏବେ କୌଣସି କାମଧନ୍ଦା କରିପାରୁନାହାନ୍ତି। ଏଇ ଦୋକାନ ଖଣ୍ଡିକ ହିଁ ଏବେ ଭରସା। ହେଲେ ଏଥିରୁ କେତେ ରୋଜଗାର ହେବ ଯେ ପରିବାର ଚଳିବ? ତେଣୁ ବୁଢ଼ୀ ମା ବଡ଼ ଭାଇଙ୍କ ପାଖରେ ରହୁଛନ୍ତି। ବଡ଼ ପୁଅ ଅନାଥାଶ୍ରମରେ ରହି ଚତୁର୍ଥ ଶ୍ରେଣୀରେ ପଢ଼ୁଛି। ସାନ ଝିଅ ଗାଁ ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଛି। ଘର ଦ୍ୱାର ନାହିଁ, ଆମର ଜାଗା ବାଡ଼ି ନାହିଁ। ଆଉ ମୋ ସ୍ୱାମୀ ତ ବେମାରରେ ପଡ଼ି ଯାଇଛନ୍ତି। 7 ବର୍ଷ ପଡ଼ିଗଲେଣି। 7 ବର୍ଷ ପଡ଼ିଲେଣି। ମୁଁ ବହୁତ ଯାହା ବି ଯୋଉଠି ରଖିଥିଲି ତାକୁ ସବୁ କୁଟି ଖାଣ୍ଡିକି ତା ପଛରେ ସବୁ ଉଡ଼େଇ ଦେଲି। ଉଡ଼େଇ ଦେଇକି ବର୍ତ୍ତମାନ ମୁଁ ନା ଖାଇ ପାରୁଛି ଗଣ୍ଡେ, ନା ପିଇ ପାରୁଛି, ନା ରହି ପାରୁଛି, ନା ତାକୁ ନେଇକି ଡାକ୍ତର ଦେଖେଇ ପାରୁଛି। 5-7 ବର୍ଷ ଖଣ୍ଡେ ହେଇଗଲାଣି। କଣ କରୁଥିଲୁ କହିଲାଣି କିଡନୀ ଫୁସ୍ଫୁସ୍ ନଷ୍ଟ ହେଇଯାଇଛି ଏମିତି କହୁଛନ୍ତି। ବହୁତ ପଇସା ଖର୍ଚ୍ଚ ହେଲାଣି। ଆଉ ଗୋଟେ ପଇସା ବି ପାଖରେ ନାହିଁ। ତଳି ତଳାନ୍ତ ହେଇଗଲେ କପଡ଼ା ପିନ୍ଧି ବି ପଇସା ନାହିଁ। ବହୁତ ହଇରାଣ ହୁଏ, ବହୁତ ହଇରାଣ ଅବସ୍ଥା ହୁଏ। ମୋ ଭଳିଆ ହଇରାଣ ଅବସ୍ଥା ଏମିତି ଭଗବାନ ଯେମିତି ଆଉ କାହାକୁ ଇଏ ଦୁଃଖ କଷ୍ଟ ନ ଦିଅନ୍ତୁ। ମତେ ଯେତିକି ଦୁଃଖ କଷ୍ଟ ଦେଇଛନ୍ତି, ଏମିତି ଆଉ କୌଣସି ଝିଅକୁ ଯେମିତି ଭଗବାନ ଏମିତି କଷ୍ଟ ନ ଦିଅନ୍ତି। ସରକାରୀ ସ୍ୱାସ୍ଥ୍ୟ କାର୍ଡ ଥିଲେ ମଧ୍ୟ ଦୈନନ୍ଦିନ ରୋଗର ଔଷଧ ପାଇଁ ଲାଗୁନାହିଁ। ସରକାରୀ ସହାୟତା କହିଲେ ରାସନ କାର୍ଡରେ ମିଳୁଥିବା କେବଳ 10 କିଲୋ ଚାଉଳ। ଦର୍ଶକ ବନ୍ଧୁ, ଥରେ ଭାବନ୍ତୁ କେମିତି ଚଳୁଥିବେ ଏମାନେ। କ୍ଷୀରସିନ୍ଧୁ ବିଭିନ୍ନ ରୋଗରେ ପୀଡ଼ିତ। ସବୁବେଳେ ଭଦ୍ରକରୁ କଟକ ଯିବା ଆସିବା କରିବା, ଔଷଧ କିଣିବା କେମିତି ସମ୍ଭବ ହେବ? ତେଣୁ ଭଲରେ ଚିକିତ୍ସା ମଧ୍ୟ କରିପାରୁନାହାନ୍ତି। ରହିବାକୁ ଘର ଖଣ୍ଡିଏ ବି ନାହିଁ। ବାରମ୍ବାର ତହସିଲ ଓ ବ୍ଲକ ଅଫିସ ଯାଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି ତାଙ୍କ ଦୁଃଖ। ବର୍ଷା ଓ ପବନ ହେଲେ ଥରି ଉଠେ ଛାତି। ସ୍ୱାମୀଙ୍କ ରୋଗ, ପୁଣି ଘରର ଅଭାବ। କେମିତି କ'ଣ କରିବେ କିଛି ବୁଝିପାରୁନାହାନ୍ତି ସସ୍ମିତା। ତିହିଡ଼ି ଅଞ୍ଚଳର ଜୀବନଜ୍ୟୋତି ସଂଗଠନ ଗୋପବନ୍ଧୁ ସେବକ ସେନା କିଛି ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ହେଲେ ସେତିକିରେ କ'ଣ ସବୁ ଅଭାବ ଦୂର ହୋଇପାରିବ? ତେଣୁ ସରକାରୀ ସହାୟତା ଅପେକ୍ଷାରେ ରହିଛନ୍ତି ପୁରା ପରିବାର। ରିକ୍ସା ଚଲେଇକି ସେ ପ୍ରତିପୋଷଣ କରନ୍ତି। ଯେହେତୁ ତାଙ୍କୁ ଯେଉଁ ଅଜଣା ରୋଗ ତାଙ୍କର ଯେଉଁ ସବୁ ହେଇଛି, ଯାହା ଚିକିତ୍ସା ପାଇଁ ଯାହାର ଟେଷ୍ଟ ପାଇଁ ତାଙ୍କ ପାଖରେ ମଧ୍ୟ ପଇସା ନାହିଁ। ତାଙ୍କୁ ଟିକେ ଯଦି ଦୟା ଦୃଷ୍ଟି ପକାନ୍ତି, ତାଙ୍କର ଚିକିତ୍ସା ଯଦି ହେଇପାରନ୍ତା, ସିଏ ହେଉଛି ପୁନଃ ସେ ଟଲି ଚଳେଇକି ତା ପରିବାରକୁ ପ୍ରତିପୋଷଣ କରନ୍ତେ। ଆମେ ବା କ'ଣ ସମାଜସେବୀ ସଂଗଠନ ଦେଇପାରିବୁ? ଏଠି ନିଶ୍ଚିନ୍ତ ୟାର ଯେଉଁ ଦୁଃଖ, ବିରାଟ ଦୁଃଖ। ଜାଗା ନାହିଁ, ପଇସା ନାହିଁ। ଯଦି ସରକାର ସହାୟତା ୟାର ଆବଶ୍ୟକତା ଅଛି। ଏଠି ମାନ୍ୟବର ବାସଦେବପୁର ବିଧାୟକ ୟାକୁ ଦୃଷ୍ଟି ଆକର୍ଷଣ କରନ୍ତୁ। ଆପଣ ତ ଦେଖିପାରୁଥିବେ ତାଙ୍କ ଘର ତ ଏଇ ଦେଖୁଛନ୍ତି। ଆଉ ସରକାର ସହାୟତା ତାଠୁ ହେଲା ବହୁତ ଦୂରରେ ଅଛନ୍ତି। କିଛି ସରକାର ସହାୟତା ବି କିଛି ପାଉନାହାନ୍ତି। ଆଉ ତାପରେ ହେଲା ଏବେ ଯୋଉ ସେ ରୋଗାକ୍ରାନ୍ତ ହେଇଗଲେ, ପରବର୍ତ୍ତୀ ମୁହୂର୍ତ୍ତରେ ସେ ବହୁତ ମାନେ ଅତି କହିଲା ଭଳିଆ ନିର୍ଦ୍ଦନୀୟ ଅବସ୍ଥାରେ ଅଛନ୍ତି।
ନିଶ୍ଚିତ ଭାବରେ ଆମେ ଆପଣ ଆମର ଦୃଷ୍ଟିଗୋଚର କରୁଛନ୍ତି। ଆମେ ସ୍ପେଶାଲ ତହଲଦାରଙ୍କୁ କହିବି ଗୋଟେ ଇନକ୍ୱାରି କରିବେ, ବିଡ଼ିଓଙ୍କୁ କହିବି ମଧ୍ୟ ଇନକ୍ୱାରି କରିବେ। ଯଦି ସେ ଆବାସ ପାଇଁ ଏଲିଜିବୁଲ୍ ଅଛି ତାର ବ୍ୟବସ୍ଥା ଆମେ କରିବୁ। ଦ୍ୱିତୀୟରେ ହେଲା ସେଇ ଯେଉଁ ରୋଗରେ ପୀଡ଼ିତ ହେଇଯାଇଛି ତାର ଚିକିତ୍ସା ପାଇଁ, ତୁରନ୍ତ ଚିକିତ୍ସା ପାଇଁ ଆମେ ଜିଲ୍ଲା ରେଡ୍ କ୍ରସ୍ ଫଣ୍ଡରୁ ମଧ୍ୟ ନିଶ୍ଚିତ ଭାବରେ ସହାୟତା ପ୍ରଦାନ କରିବୁ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାରଙ୍କର ଅନେକ ଯୋଜନା, ହେଲେ ଏହି ପରିବାରଟି ପ୍ରତି ସରକାରଙ୍କ ଯୋଜନା ଯେପରି ଅପହଞ୍ଚ। ରାସ୍ତା କଡ଼ରେ ଦୀର୍ଘ 15 ବର୍ଷ ହେଲା ଅଛନ୍ତି, ଜମି ପଟ୍ଟା ପାଇଁ ମଧ୍ୟ ଆବେଦନ କରିଛନ୍ତି। ସ୍ୱାମୀର ଚିକିତ୍ସା କରିବେ ନା ପରିବାର ଚଳିବେ ତାହାକୁ ନେଇ କ୍ଷୀରସିନ୍ଧୁଙ୍କ ସ୍ତ୍ରୀ ଅପେକ୍ଷା କରିଛନ୍ତି ସରକାରୀ ସହାୟତାକୁ। ଆପଣମାନେ ଯଦି ଏହି ପରିବାରକୁ କିଛି ସହଯୋଗ କରିବାକୁ ଚାହୁଁଛନ୍ତି ତେବେ ଲେଖି ରଖନ୍ତୁ ତାଙ୍କ ଠିକଣା। ନାମ କ୍ଷୀରସିନ୍ଧୁ ସେଠୀ, ଗ୍ରାମ କାଳିମେଘା, ପଞ୍ଚାୟତ ମକୁନ୍ଦପୁର, ବ୍ଲକ ତିହିଡ଼ି, ଜିଲ୍ଲା ଭଦ୍ରକ। ମୋବାଇଲ ନମ୍ବର 8018143367। ପୁଣି ଥରେ କହି ରଖୁଛୁ ମୋବାଇଲ ନମ୍ବର 8018143367।